এই ଶ୍ରାବଣ ମାସରେ 16 ସୋମବାରର ବ୍ରତ ଆପଣମାନେ କେବେଠାରୁ ଆରମ୍ଭ କରିବେ? ଶ୍ରାବଣ ମାସ ପଶିବାର ପ୍ରଥମ ଯେଉଁ ସୋମବାର ସେଇଦିନଠାରୁ ନା କେବେଠାରୁ? ଏଇଟା ବହୁତ ଜଣ ପଚାରୁଛନ୍ତି ମେସେଜ ମାଧ୍ୟମରେ ଯେ ଆମେ 16 ସୋମବାର ବ୍ରତ ତ କରିବୁ, କେବେଠାରୁ ଆରମ୍ଭ କରିବୁ? ଶ୍ରାବଣ ମାସର ପ୍ରଥମ ସୋମବାର ଠାରୁ ବ୍ରତ ଆରମ୍ଭ କରିବୁ କି? ତେବେ ସେମାନଙ୍କ ପାଇଁ ମୁଁ କହିବାକୁ ଚାହିଁବି, ପ୍ରଥମେ ତ ଆପଣମାନେ ଭିଡ଼ିଓଟାକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ସବୁକିଛି ଜାଣିପାରିବେ। ତେବେ ପ୍ରଥମ କଥା ହେଲା, ଦେଖନ୍ତୁ, ଆମର 16 ସୋମବାର ବ୍ରତ ଆପଣମାନେ ସୋମବାରରୁ ଆରମ୍ଭ କରିବେ, ଏଇଟା ତ ସତ୍ୟ, କାହିଁକିନା ସୋମବାର ବ୍ରତ। କେବେଠୁ ଆରମ୍ଭ କରିବେ? ଶାସ୍ତ୍ର ହିସାବରେ ଶୁକ୍ଳ ପକ୍ଷରେ ଆରମ୍ଭ କରିବେ। ଆପଣ 16 ସୋମବାର ବ୍ରତ ମୁଁ ଆଗରୁ ମଧ୍ୟ କହିଛି, ଯେ କୌଣସି ମାସର ସୋମବାରରୁ ଆପଣମାନେ ଆରମ୍ଭ କରିପାରିବେ, କିନ୍ତୁ ଯେହେତୁ ଶ୍ରାବଣ ମାସ ସେଥିପାଇଁ ବେଶୀ ବା ସମସ୍ତେ ଚାହାନ୍ତି, ବେଶୀ ଲୋକ ଚାହାନ୍ତି, ସମସ୍ତେ ଚାହାନ୍ତି ଯେ ଏ ଶ୍ରାବଣ ମାସରୁ ଆରମ୍ଭ କରିବା ପାଇଁ। ତ କରନ୍ତୁ, କିଛି ଅସୁବିଧା ନାହିଁ, ଭଲ କଥା। ତ ଯେହେତୁ ଶ୍ରାବଣ ମାସରୁ ଆରମ୍ଭ କରିବେ, କେବେଠୁ ଆରମ୍ଭ କରିବେ? ନା ଶୁକ୍ଳ ପକ୍ଷରୁ ଆରମ୍ଭ କରିବେ। ତ ବହୁତ ଜଣ ମୋତେ ପଚାରିଥିଲେ ଯେ ଆମେ ଶୁକ୍ଳ ପକ୍ଷ ବୋଲି କେମିତି ଜାଣିବୁ? ଶ୍ରାବଣ ମାସର ଶୁକ୍ଳ ପକ୍ଷ ବୋଲି ଆମେ କେମିତି ଜାଣିବୁ? ଆପଣଙ୍କର ମୋବାଇଲରେ ଆପଣ ଓଡ଼ିଆ କ୍ୟାଲେଣ୍ଡର ଡାଉନଲୋଡ଼ କରିଦିଅନ୍ତୁ, ଯେଉଁଟା ଆପଣଙ୍କୁ ଭଲ ଲାଗୁଛି। ସେଥିରେ ଆପଣ ଯେତେବେଳେ ସେ ଡେଟ୍ ଉପରେ କ୍ଲିକ୍ କରିବେ, ଦେଖନ୍ତୁ ଯେମିତି ସ୍କ୍ରିନଶଟ୍ ଆପଣଙ୍କୁ ଦେଖାଉଛି, ସେମିତି ସେ ଡେଟ୍ ଉପରେ ଲେଖା ହେଇଥିବ ଶୁକ୍ଳ ଲେଖା ହେଇଥିବ, ନହେଲେ କୃଷ୍ଣ ଲେଖା ହେଇଥିବ ଯେ କୃଷ୍ଣ। କୃଷ୍ଣ ଯଦି ଲେଖା ହେଇଛି ତାହେଲେ କୃଷ୍ଣ ପକ୍ଷ, ଶୁକ୍ଳ ଯଦି ଲେଖା ହେଇଛି ଶୁକ୍ଳ ପକ୍ଷ। ଇଏ ଆପଣ ଜାଣିଗଲେ। ତେବେ ଶୁକ୍ଳ ପକ୍ଷରୁ ଆମେ ଆରମ୍ଭ କରିବା। ତ ପ୍ରଥମ ଏଇ ଯେଉଁ ଶ୍ରାବଣ ମାସ 2026 ବର୍ଷ ଯେଉଁ ଶ୍ରାବଣ ମାସ ଯେଉଁ ସୋମବାର ଆରମ୍ଭ ହେଉଛି, ତାହା କୃଷ୍ଣ ପକ୍ଷରୁ ଆରମ୍ଭ ହେଉଛି। ଏପରିକି ଗତ ବର୍ଷ ମଧ୍ୟ ଯେଉଁ ଶ୍ରାବଣ ମାସ ଆରମ୍ଭ ହୋଇଥିଲା ତାହା କୃଷ୍ଣ ପକ୍ଷରୁ ଆରମ୍ଭ ହୋଇଥିଲା। ତେଣୁ ଏଇଟା ଯେହେତୁ କୃଷ୍ଣ ପକ୍ଷ, ପ୍ରଥମ 2 ପାଳି କୃଷ୍ଣ ପକ୍ଷ ରହିବ, ଅଗଷ୍ଟ 3 ତାରିଖ ଏବଂ ତାପରେ ଯେଉଁ 10 ତାରିଖ, ସେ 2ଟି ଯାକ କୃଷ୍ଣ ପକ୍ଷର ସୋମବାର। ତେଣୁ କୃଷ୍ଣ ପକ୍ଷର ସୋମବାରରେ ଆରମ୍ଭ କରିବାଟା ଉଚିତ ହେବ ନାହିଁ। କେବେଠୁ କରିବା? ନା ତାପରେ 2 ପାଳି ପରେ 17 ତାରିଖ ଯେଉଁ ସୋମବାର ଆସୁଛି ଏବଂ ତାପରେ ଯେଉଁ 7 ଦିନ ପରେ 24 ତାରିଖ ଯେଉଁଟା, 17 ଏବଂ 24, 3, 10, 17, 24 ଏ 4 ପାଳି ସୋମବାର। ତ 3 ଆଉ 10 କରିବାନି, 17ରେ ଆରମ୍ଭ କରିପାରିବେ। ଯେଉଁମାନେ 17ରେ ଆରମ୍ଭ କରିପାରିବେନି କୌଣସି କାରଣବଶତଃ, ସେମାନେ 24 ତାରିଖ ଦିନ ଆରମ୍ଭ କରିବେ। ଇଏ ଆପଣ ଜାଣିଗଲେ। ତ କାହିଁକିନା ବହୁତ ଜଣ ମୋତେ ପଚାରନ୍ତି ଯେ ଏଇ ସୋମବାର ଯେଉଁ ଆସୁଛି ମୁଁ ଏ ସୋମବାରରେ କରିପାରିବି, ଆମର କିଛି ନା କିଛି ଅସୁବିଧା ଅଛି, ତାହେଲେ ମୁଁ କେମିତି କରିବି? ତ ଆପଣମାନେ ଧରନ୍ତୁ ପ୍ରଥମ ପାଳି 17ରେ ଆରମ୍ଭ ହେଲା, ଆପଣ କରିପାରିଲେନି, ଆପଣ 24 ତାରିଖରେ କରିବେ। ସେହିପରି ଧରନ୍ତୁ ଆପଣଙ୍କର, ଆପଣ ଜାଣିପାରୁଛନ୍ତି ଆଗକୁ ଧରନ୍ତୁ 24 ତାରିଖରେ ଆପଣ ଜାଣୁଛନ୍ତି ଆପଣଙ୍କର ଗୋଟେ ଛୁତିକିଆ ହେବାର ଅଛି ବା କୌଣସି ପ୍ରକାରର ଅସୁବିଧା ହେବାର ଅଛି, ଯଦି ଜାଣୁଛନ୍ତି ତାହେଲେ କ'ଣ କରିବେ? ଆପଣ 17 ତାରିଖରୁ ଆରମ୍ଭ କରିଦିଅନ୍ତୁ। ଏ କଥା ମଧ୍ୟ ବହୁତ ଜଣ ପଚାରନ୍ତି ଯେ ଆମେ ଧରନ୍ତୁ ଗୋଟେ ପାଳି ଆରମ୍ଭ କରିଥିବୁ, ଆମର କିଛି ନା କିଛି ଅଶୌଚ ହୋଇଗଲା, ଘରେ ଛୁତିକିଆ ହୋଇଗଲା, ମୃତ୍ତିକା ହେଲା, କିଛି ଗୋଟେ ଅସୁବିଧା ହେଲା, ଆମେ ପୁଣି କେମିତି ତାକୁ ଆରମ୍ଭ କରିବୁ? ତ ଆପଣଙ୍କର ଛୁତିକିଆ ସରିଗଲା ପରେ ପୁଣି ଆପଣ କଣ୍ଟିନ୍ୟୁ କରିପାରିବେ। ଯେଉଁ ଗୋଟେ ପାଳି ଛୁତିକିଆରେ, କେବଳ ଯେଉଁ ଗୋଟେ ପାଳି ଆପଣ କରିଥିବେ, ଧରନ୍ତୁ ଗୋଟିଏ ପାଳି କରିଛନ୍ତି, ତାପରେ ପାଳି ଆପଣଙ୍କର ଛୁତିକିଆ ହୋଇଗଲା, ତାହେଲେ ସେ ପାଳିଟା ଆପଣଙ୍କର ହିସାବରେ ଯିବନି, କାହିଁକିନା ଆପଣ ପୂଜା କରିପାରିବେ ନାହିଁ। ସେ ଗୋଟେ ପାଳି ପରେ ପୁଣି କି 2 ପାଳି ପଡ଼ିଲା ଆପଣଙ୍କର, ଧରନ୍ତୁ ସୋମବାର ପଡ଼ିଗଲା, ସେ ଯେଉଁ ଗୋଟେ କି 2 ପାଳି ଆପଣ ଏଟା ହିସାବରେ ହେବନି। ଗୋଟିଏ ପାଳି କରିଛନ୍ତି, ସେ 2 ପାଳି ଆପଣ ଛାଡ଼ିବେ। କିନ୍ତୁ ମନେ ରଖନ୍ତୁ, ବ୍ରତ ଭାଙ୍ଗିବେନି, ବ୍ରତକୁ ଯେମିତି ପାଳୁଛନ୍ତି ପାଳିବେ, ପୁଣି ତାପରେ ଆଗକୁ କଣ୍ଟିନ୍ୟୁ କରିବେ। ମାନେ 16 କରିବା ଜାଗାରେ ଆପଣଙ୍କୁ 18 କରିବାକୁ ପଡ଼ିବ। ଏ ହେଉଛି କଥା, କାହିଁକିନା ଯେହେତୁ ଗୋଟିଏ ପାଳି ବା 2 ପାଳି ଆପଣଙ୍କର ଅଶୌଚ ପଡ଼ିଥିଲା, ସେଥିପାଇଁ ଏସବୁ କଥା। ତ ଇଏ ଆପଣ ଜାଣିଗଲେ ଯେ କେବେଠୁ କରିବେ, ଶୁକ୍ଳପକ୍ଷ କେମିତି ଆପଣ ଜାଣିବେ, ଏ ଉପରେ ମଧ୍ୟ ମୁଁ କହିଲି। ତ ତଥାପି ଯଦି ଆଉ କାହାର କିଛି ମାନେ ମନର ପ୍ରଶ୍ନ ଥିବ 16 ସୋମବାରକୁ ନେଇକି, ଆପଣମାନେ ମେସେଜ୍ କରନ୍ତୁ, ମୁଁ ନିଶ୍ଚିନ୍ତ ଭାବରେ ସେ ଉପରେ ରିପ୍ଲାଏ ଆପଣଙ୍କୁ ଦେବି। ତେବେ ଭିଡ଼ିଓ ଯଦି ଭଲ ଲାଗୁଥାଏ ତାହେଲେ ସମସ୍ତଙ୍କୁ ସେୟାର କରିକି ଭିଡ଼ିଓକୁ ଏକଥା ଜଣାଇବେ, ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଫଲୋ କରିବେ। ରହିଲି। ଜୟ ଜଗନ୍ନାଥ, ଜୟ ଶିବ ଶମ୍ଭୁ।